ପୁରୁଣା କାଚରମାଳା ଗାଁର ପୂର୍ବତନ ସଭାପତି ଭକ୍ତବନ୍ଧୁ ବରାଳଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ। କଟକ ସଦର ଥାନା ଫୁଲନଖରା ନିକଟସ୍ଥ ପୁରୁଣା କାଚରମାଳା ଗାଁର ପୂର୍ବତନ ସଭାପତି ଭକ୍ତବନ୍ଧୁ ବରାଳ ବାବୁଙ୍କ ପ୍ରଥମ ବାର୍ଷିକ ଉତ୍ସବ ଓ ଶ୍ରଦ୍ଧାଞ୍ଜଳି ସଭା ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି, ବିଜେପି କଟକ ନଗର ଉପସଭାପତି ସ୍ୱାଧୀନଚେତା ମହାନ୍ତି, ପୁରୁଣା କାଚରମାଳା ଗ୍ରାମ୍ୟ କମିଟି ପକ୍ଷରୁ ପ୍ରଶାନ୍ତ କୁମାର ମହାନ୍ତି, ପୂର୍ବତନ କର୍ପୋରେଟର ବ୍ରଦର କୁମାର ଭୋଇ, ବସନ୍ତ କୁମାର ସାହୁ, ସୁଧାକର ସ୍ୱାଇଁ, ଗୋବିନ୍ଦ ମହାରଣା, नारायण जेना, बीजेपी कोर्डिनेटर संजय महांती, शिबुना, पूर्वतन कॉर्पोरेटर कौशिक जेना, वैकुंठनाथ बराला प्रमुख अतिथि भावे जोग देइथिले। भक्तबंधु बराळଙ୍କ स्मृतिचारण करने सहित से पुष्पमाल्य दे श्रद्धांजलि अर्पण करथिले। आयोजित यह कार्यक्रम में पुत्रा रजत महांती, प्रभात बराळ, प्रदीप बराळ, प्रशांत बराळ, पवित्र बराळ, सूर्यकांत बराळ, चंद्रकांत बराळ, तुषारकांत बराळ कार्यक्रम को परिचालन करथिले। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିବୃନ୍ଦ ଯୋଗ ଦେଇଥିଲେ। କଟକ ଫୁଲନଖରାରୁ ଅମୂଲ୍ୟଙ୍କ ସହ ସ୍ମୃତିରେଖା ବାରିଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।